ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଏ ହେଉଛି ପୁରୀର ରଥ ଖଳାରେ ଚାଲିଛି ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କର ରଥ। ଆଉ କେଇଟା ଦିନ ପରେ ରଥଯାତ୍ରାରେ ବାହାରିବେ, ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବେ। ସେଥିପାଇଁ ରଥ ତିଆରି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଆଜି ଜିନ୍ଦାବାଦର ପ୍ରଥମ ବାର୍ଷିକ ଦିନ। ଆଜିର ଦିନରେ ଗତ ବର୍ଷେ ତଳେ ଆମେ ଆରମ୍ଭ କରିଥିଲୁ ଜିନ୍ଦାବାଦ ନିଆଳି। ଆଜି ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ଅକୁଣ୍ଠ ଭଲ ପାଇବା ଫଳରେ ଆମେ ଆଗକୁ ଯାଉଛୁ। ଆଜି ଜଗନ୍ନାଥଙ୍କ ପାଖରେ ତଳେ ଏତିକି ନିବେଦନ ରଖୁଛୁ, ନିଜକୁ ସମର୍ପିତ କରିଛୁ। ପ୍ରଭୁ ଆମକୁ ବଳ ଦିଅନ୍ତୁ, ପ୍ରଭୁ ଆମକୁ ସେତିକି ଦମ୍ଭ ଦିଅନ୍ତୁ, ପ୍ରଭୁ ଆମକୁ ସେତିକି ଆଶୀର୍ବାଦ ଦିଅନ୍ତୁ। ଆମେ କିଭଳି ଭାବରେ ଜନସାଧାରଣଙ୍କର ସେବାରେ ନିଜକୁ ବ୍ରତୀ କରିପାରିବୁ। ତେଣୁ ଆଜି এই ରଥ ଖଳାରୁ ଆପଣମାନଙ୍କୁ এই ପବିତ୍ର ଯୋଉ ରଥ ଖଳାର ଦୃଶ୍ୟ ଦେଖାଉଛି, କିଭଳି ଭାବରେ ସେବକ ମାନେ ଲାଗି ପଡିଛନ୍ତି କାମରେ। କିଭଳି ଭାବରେ ଦେଖନ୍ତୁ, ଯିଏ ବିଶ୍ୱ ନିୟନ୍ତା ତାଙ୍କ ରଥ ତିଆରି କରାଯାଉଛି। ଦର୍ଶକ ବନ୍ଧୁ, ଏ ହେଉଛି ରଥ ଖଳା। ଦେଖନ୍ତୁ କିଭଳି ଭାବରେ ସେବକ ମାନେ ଲାଗି ପଡିଛନ୍ତି। ଜଗା ବଳଭଦ୍ର ମା ସୁଭଦ୍ରାଙ୍କର ରଥ କିଭଳି ଭାବରେ ଶୀଘ୍ର ସରିବ, ଯାତ୍ରା କରିବେ ସେମାନେ। ଏଇ ଯୋଉ ବଡ଼ଦାଣ୍ଡରେ ରଥ ଗଡ଼ିବ, ଶ୍ରଦ୍ଧାଳୁ ମାନେ ଅପେକ୍ଷା କରିଛନ୍ତି। ପୁଣି ଗୋଟିଏ ବର୍ଷ ପରେ ସେ ଦିନ ଆସିବ। ତେଣୁ ମହାପ୍ରଭୁଙ୍କ ରଥ କାମ ଚାଲିଛି। ରଥ ଖଳାରୁ ଆମେ ଆପଣମାନଙ୍କୁ ଦେଖାଉଛୁ ସିଧା ଚିତ୍ର, ଯୋଉଠି ସେବକ ମାନେ ଲାଗି ପଡିଛନ୍ତି ରଥ ଖଳାରେ। ତିନି ରଥର କାମ ଚାଲିଛି। ଆଜି ପ୍ରବଳ ବର୍ଷା ସତ୍ତ୍ୱେ ଜୟ ଜଗନ୍ନାଥଙ୍କ କେତପାବନ ମାନର ଦର୍ଶନ ମିଳିଲା। ନିଜକୁ ଧନ୍ୟ ମନେ କରୁଛୁ। ଜିନ୍ଦାବାଦ ଆଜି ତାର 1 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆମେ ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପଣ କରୁଛୁ। ଆଗାମୀ ଦିନରେ କିଭଳି ଭାବରେ ଜିନ୍ଦାବାଦ ନିଆଳି ଲୋକଙ୍କ ବିକାଶରେ ସହାୟକ ହେବ, ସେଥିନେଇ ଆମେ ସମର୍ପିତ ହେତୁ ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପିତ କରୁଛୁ। ସେବକ ମାନେ ଲାଗି ପଡିଛନ୍ତି ରଥ ଖଳାରେ ରଥ କାମକୁ ଆଗେଇ ନେବାରେ। ଦେଖନ୍ତୁ, ବର୍ଷା ସତ୍ତ୍ୱେ ତିନି ରଥର କାମ ଚାଲିଛି। ଏ ହେଉଛି ରଥ ଖଳା। ଆମେ ଅଛୁ ପୁରୀ ରଥ ଖଳାରେ, କାମ ଚାଲିଛି। ଆପଣମାନେ ଟିକେ ଚିତ୍ର ଦେଖେଇବୁ, ଆମର ସୌଭାଗ୍ୟ। ଯୋଉ ରଥ କାମ ଚାଲିଛି, ସେ ରଥ କାମ ଦେଖିବାର ସୁଯୋଗ ପାଇଛୁ, ଆପଣମାନଙ୍କୁ ମଧ୍ୟ ଦେଖାଉଛୁ। ଜଗା ରଥ ପାଇଁ କାଠ ଚାଲିଛି ବଡ଼ଦାଣ୍ଡରେ। ଶ୍ରଦ୍ଧାଳୁ ମାନେ କିଭଳି ଭାବରେ ରଥ କାଠକୁ ବୋହି ନେଉଛନ୍ତି ଆଗ୍ରହର ସହ। ରଥ ତିଆରି ହେବ। ଜଗତର ନାଥ ଜଗନ୍ନାଥ ବଳଭଦ୍ର ସୁଭଦ୍ରା କିଭଳି ଭାବରେ ରଥଯାତ୍ରା କରିବେ। ରଥଯାତ୍ରା କାମ ପାଇଁ ଦେଖନ୍ତୁ କିଭଳି ଭାବରେ କାମ ଜୋରସୋରରେ ଆଗେଇ ଚାଲିଛି।